ଏହି କାହାଣୀଟି ହେଉଛି ଗୋଟିଏ ବାପ ଓ ପୁଅର, ଯିଏକି ତା ବାପାକୁ ବହୁତ ଭଲ ପାଉଥିଲା। ପୁଅଟି ବାପାକୁ ଖୁସିରେ ରଖିବାକୁ ସବୁବେଳେ ଚେଷ୍ଟା କରୁଥିଲା। ଗୋଟିଏ ଦିନ ପୁଅଟି ତା ବାପାକୁ ଗୋଟିଏ ବଡ଼ ହୋଟେଲକୁ ନେଇଗଲା, କାହିଁକି ନା ତା ବାପାକୁ ହୋଟେଲରେ ଖାଇବାକୁ ବହୁତ ଭଲ ଲାଗୁଥିଲା। ସେ ପିଲାଟିର ବାପା ବହୁତ ବୁଢ଼ା ଆଉ ଦୁର୍ବଳ ହୋଇଯାଇଥିଲେ, କିନ୍ତୁ ପୁଅଟି ତାଙ୍କ ମୁହଁରେ ଆଗପରି ଖୁସି ଦେଖିବାକୁ ଚାହୁଁଥିଲା। ଦୁଇ ବାପ ପୁଅ ଯେତେବେଳେ ହୋଟେଲକୁ ପହଞ୍ଚିଲେ, ସେମାନେ ଦେଖିଲେ ଯେ ବହୁତ ଲୋକ ସେଠାରେ ବସିଛନ୍ତି। ସେ ବୁଢ଼ା ବାପା ପାଇଁ ସେ ଦିନଟି ବହୁତ ଖୁସିର ଥିଲା। ସେ ବୁଢ଼ା ବାପାର ଖୁସି ତାଙ୍କ ମୁହଁରେ ଦେଖାଯାଉଥିଲା। ଯେତେବେଳେ ସେମାନେ ଖାଇବାକୁ ବସିଲେ, ସେ ବୁଢ଼ା ବାପାଟି ଡରିଗଲେ, କାରଣ ତାଙ୍କ ହାତ ଥରୁଥିଲା ଓ ଖାଦ୍ୟ ସବୁ ତାଙ୍କ ଦେହରେ ଓ ଲୁଗାରେ ପଡ଼ୁଥିଲା। ସେ ନିଜକୁ ବହୁତ ଲଜ୍ଜିତ ଅନୁଭବ କରିବାକୁ ଲାଗିଲେ। ସେତେବେଳେ ତାଙ୍କ ହାତରୁ ଚାମଚ ପଡ଼ିଗଲା ଓ ବହୁତ ଜୋରରେ ଶବ୍ଦ ହେଲା। ସେ ହୋଟେଲରେ ବସିଥିବା ସମସ୍ତ ଲୋକଙ୍କ ଧ୍ୟାନ ତାଙ୍କ ଆଡ଼କୁ ଗଲା ଓ ସମସ୍ତେ ତାଙ୍କୁ ଦେଖିବାକୁ ଲାଗିଲେ। ତାଙ୍କ ପୁଅଟି ତାଙ୍କ ସ୍ଥାନରୁ ଚୁପଚାପ ଉଠିଲେ ଓ ସେ ଯାଇ ତାଙ୍କ ବାପାଙ୍କ ମୁହଁ ଓ ଦେହରେ ଲାଗିଥିବା ଖାଦ୍ୟକୁ ସଫା କଲେ ଓ ତାଙ୍କୁ ନିଜ ହାତରେ ଖୁଆଇବାକୁ ଲାଗିଲେ। ଏହା ଦେଖି ସେ ବାପାଟି କହିଲେ, ମୋତେ କ୍ଷମା କରିଦେ ପୁଅ, ମୋ ପାଇଁ ତୋତେ ଆଜି ଲଜ୍ଜିତ ହେବାକୁ ପଡ଼ିଲା। ସେ ପୁଅଟି କହିଲା, କାହିଁକି ବାପା? ଯେତେବେଳେ ମୁଁ ଛୋଟ ଥିଲି ଓ ଏହିପରି ଖାଦ୍ୟ ସବୁ ପକାଉଥିଲି, ସେତେବେଳେ କ'ଣ ତୁମକୁ ଲଜ୍ଜିତ ହେବାକୁ ପଡ଼ୁଥିଲା? ଏହା ଶୁଣିବା ପରେ ସେ ବାପାର ମୁହଁଟି ଖୁସିରେ ଭରିଗଲା। ସେ ହୋଟେଲରେ ବସିଥିବା ସମସ୍ତ ଲୋକ ତାଙ୍କୁ ଦେଖୁଥିଲେ। ସେ ହୋଟେଲରେ ଖାଇସାରିବା ପରେ ଯେତେବେଳେ ବାପ ପୁଅ ଯିବାକୁ ଲାଗିଲେ, ପଛରେ ଠିଆ ହୋଇଥିବା ଜଣେ ବ୍ୟକ୍ତି ତାଙ୍କୁ କହିଲେ, ଆପଣ କିଛି ଛାଡ଼ିକି ଯାଉଛନ୍ତି? ପୁଅଟି ତା ପକେଟକୁ ଦେଖିଲା ଓ କହିଲା, ନାଇଁ ତ। ସେ ବ୍ୟକ୍ତିଟି ପୁଣି ଥରେ କହିଲେ, ହଁ, ଆପଣ କିଛି ଛାଡ଼ିକି ଯାଉଛନ୍ତି। ସେଇଟା ହେଲା, ଏହି ହୋଟେଲରେ ବସିଥିବା ସମସ୍ତ ପିତାଙ୍କ ପାଇଁ ଗୋଟିଏ ଆଶା ଓ ସମସ୍ତ ପୁଅମାନଙ୍କ ପାଇଁ ଗୋଟିଏ ଶିକ୍ଷା ଛାଡ଼ିକି ଯାଉଛନ୍ତି। ପୁଅ ଝିଅମାନେ ଯେତେବେଳେ ବଡ଼ ହୋଇଯାଆନ୍ତି, ସେତେବେଳେ ମା ବାପାଙ୍କ ପାଇଁ ଗୋଟିଏ ଆଶା ଥାଏ। ତାଙ୍କ ଆଶାକୁ ସବୁବେଳେ ପୂରଣ କରିବାକୁ ଚେଷ୍ଟା କରିବା ଉଚିତ, କାରଣ କେବଳ ତାଙ୍କରି ଉପଦେଶ ପିଲାଛୁଆମାନଙ୍କୁ ସବୁ ବିପଦରୁ ରକ୍ଷା କରିଥାଏ ଓ ତାଙ୍କ ଆଶୀର୍ବାଦ ଗୋଟିଏ କବଚ ସଦୃଶ ଆମର ରକ୍ଷା କରିଥାଏ। ସେଥିପାଇଁ କହନ୍ତି, ଯେଉଁମାନେ ମା ବାପାଙ୍କୁ ସମ୍ମାନ କରନ୍ତି, ସେମାନେ ସଫଳତାର ଶୀର୍ଷକୁ ପହଞ୍ଚି ପାରନ୍ତି ଓ ସେହିମାନେ ବାରମ୍ବାର ବିଫଳତାକୁ ସାମ୍ନା କରନ୍ତି, ଯେଉଁମାନେ ବଡ଼ ଲୋକର କଥାକୁ ଅସମ୍ମାନ କରନ୍ତି। ଆଜିର କାହାଣୀଟି କିପରି ଲାଗିଲା କମେଣ୍ଟ କରନ୍ତୁ। ଯଦି ଭଲ ଲାଗିଛି ଲାଇକ୍ ସେୟାର କରନ୍ତୁ। ପ୍ରଥମ ଥର ଦେଖୁଥିଲେ ସବସ୍କ୍ରାଇବ୍ କରି ଅଲ୍ କରନ୍ତୁ। ପୁଣି ଦେଖା ହେବ ଆଉ ଏକ କାହାଣୀ ସହିତ। ଧନ୍ୟବାଦ।